ଓଡ଼ିଶା ସରକାରଙ୍କ ତରଫରୁ ବହୁତ ବଡ଼ ରିକମେଣ୍ଡ ବାହାରିଛି ହେଲା RI, ICDS ସୁପରଭାଇଜର, ଭିଲେଜ ଏଗ୍ରିକଲଚର ୱାର୍କର BAW, ଜୁନିୟର ଆସିଷ୍ଟାଣ୍ଟ, ତାପରେ ARI, ଅମିନ, ଷ୍ଟାଟିଷ୍ଟିକାଲ ଫିଲ୍ଡ ସର୍ଭେ ଏହିପରି ପୋଷ୍ଟ ବାହାରିଛି ଓଡ଼ିଶା ସରକାରଙ୍କ ତରଫରୁ। ବହୁତ ବଡ଼ ପୋଷ୍ଟ OSSC ତରଫରୁ। ଜାଣିପାରିଲେ ଆପଣମାନେ। ତାର ଆବେଦନ ତାରିଖ ଦେଖିବା। ଆବେଦନ ତାରିଖ ହେଉଛି 7/1/2026 31 ପର୍ଯ୍ୟନ୍ତ, ଜାନୁଆରୀ ମାସ 31 ତାରିଖ ପର୍ଯ୍ୟନ୍ତ 7 ଠାରୁ ଆରମ୍ଭ ହେବ। ଜାଣିପାରିଲେ ପୋଷ୍ଟ ଜାଣିପାରିଲେ କ'ଣ କ'ଣ ପୋଷ୍ଟ ବାହାରିଛି, ଆବେଦନ ତାରିଖ ଜାଣିପାରିଲେ, ଶେଷ ତାରିଖ ଜାଣିପାରିଲେ। ନେକ୍ସଟ ଦେଖିବା ତାର ସାଲାରୀ ଦେଖିବା। ସମସ୍ତଙ୍କ ମନରେ ଥିବ ସାଲାରୀ। ସାଲାରୀ ଦେଖିବା। ସାଲାରୀ ଦେଖନ୍ତୁ, ସାଲାରୀ RIର ଗ୍ରୁପ B ଡିପାର୍ଟମେଣ୍ଟ ଦେଇଛି। ସାଲାରୀ ହେଉଛି 35,000 ଠାରୁ ଆରମ୍ଭ ଲକ୍ଷେ ପର୍ଯ୍ୟନ୍ତ। ଲେଭେଲ 9 ସେଲ୍ 1 ଭେକେନ୍ସି 165 ନମ୍ବର ଅଫ୍ ଭେକେନ୍ସି। ସେହିପରି ସୁପରଭାଇଜର ମଧ୍ୟ ଗ୍ରୁପ B, ତାର ମଧ୍ୟ ସେମ୍ ସାଲାରୀ ଅଛି। ସେହିପରି ଭିଲେଜ ଏଗ୍ରିକଲଚର ୱାର୍କରର ଏଇଟା ହେଉଛି ଲେଭେଲ 5 21,000 ଠାରୁ ଆରମ୍ଭ। ସେହିପରି ଜୁନିୟର ଆସିଷ୍ଟାଣ୍ଟ ମଧ୍ୟ ଗ୍ରୁପ C ତାର 19,000 ଠାରୁ। ତାପରେ ARI ମଧ୍ୟ ଗ୍ରୁପ C ତାର 19,000 ଆରମ୍ଭ। ଜାଣିପାରିଲେ ଏଠି ତାର ନମ୍ବର ଅଫ୍ ଭେକେନ୍ସି ସବୁ ଦେଇଛି ଏଠି କେତେ ସବୁ ଦେଖନ୍ତୁ। ତାପରେ ଅମିନର ମଧ୍ୟ ଗ୍ରୁପ C ତାର 18,000ରୁ ଆରମ୍ଭ 56,000 ପର୍ଯ୍ୟନ୍ତ। ତାପରେ ନେକ୍ସଟ ମଧ୍ୟ 18,000 ଷ୍ଟାଟିଷ୍ଟିକାଲ ଫିଲ୍ଡ ସର୍ଭେର ଏଇଟା ମଧ୍ୟ ଗ୍ରୁପ C ନମ୍ବର ଅଫ୍ ଭେକେନ୍ସି। ଜାଣିପାରିଲେ। ଏବେ ଦେଖିବା ଆପଣମାନେ କେତେ ପଢ଼ିଥିଲେ ଏହି ପୋଷ୍ଟକୁ ଆବେଦନ କରିପାରିବେ। ପ୍ରଥମେ ଦେଖିବା RI ପୋଷ୍ଟ ପାଇଁ ଆପଣମାନେ +3 ପାସ୍ କରିଥିଲେ ଆପଣମାନେ ଏହି ପୋଷ୍ଟକୁ ଆବେଦନ କରିପାରିବେ। ମାତ୍ର +3, ବୟସ 20 ବର୍ଷ ହେଇଥିବ। 20 ବର୍ଷ ଠାରୁ 42 ବର୍ଷ ପର୍ଯ୍ୟନ୍ତ ହେଇଥିଲେ ଆପଣମାନେ ଆରାମସେ ଆବେଦନ କରିପାରିବେ। ଆପଣମାନେ 40-41 ହେଇଥିଲେ ମଧ୍ୟ ଆପଣମାନେ ଆବେଦନ କରିବେ। କିନ୍ତୁ ଯେଉଁମାନେ ST SC SCBCରେ ଯଦି ସେମାନେ ଆସନ୍ତି ତାଙ୍କର ଆଉ ମଧ୍ୟ 5 ବର୍ଷ, ଅର୍ଥାତ୍ 20ରୁ 47 ବର୍ଷ ହେଇଥିଲେ ମଧ୍ୟ ସେମାନେ ଆବେଦନ କରିପାରିବେ। ସେହିପରି ସୁପରଭାଇଜର ମଧ୍ୟ 21 ଠାରୁ 42 ମାଗିଛି। ସେହିପରି ଭିଲେଜ ଏଗ୍ରିକଲଚର ୱାର୍କରର ମଧ୍ୟ 21 ବର୍ଷ ମାଗିଛି। ଏଇଟା +2 ପାସ୍। ଦେଖନ୍ତୁ ଯେଉଁମାନେ +2 ସାଇନ୍ସ କରିଥିବେ, ଭୋକେସନାଲ କରିଥିଲେ, ସେମାନେ ଏହି ପୋଷ୍ଟକୁ ଆବେଦନ କରିପାରିବେ BAW ପାଇଁ। ମାତ୍ର ଓନ୍ଲି +2 ସାଇନ୍ସ ପିଲା। କିନ୍ତୁ ଯେଉଁମାନେ ଜୁନିୟର ଆସିଷ୍ଟାଣ୍ଟ ସେମାନେ +3 ପାସ୍। ଆର୍ଟସ, ସାଇନ୍ସ, କମର୍ସ ଯାହା ବି କରିଥାନ୍ତୁ ଆପଣମାନେ ଏହି ପୋଷ୍ଟକୁ ଆବେଦନ କରିପାରିବେ। ବୟସ 21-42 ବର୍ଷ ପର୍ଯ୍ୟନ୍ତ। ଜାଣିପାରିଲେ। ସେହିପରି ARI ପୋଷ୍ଟ ମଧ୍ୟ ଏଇଟା ମଧ୍ୟ +2 ପାସ୍। ମାତ୍ର +2 ପାସ୍। ଆର୍ଟସ ହଉ, ସାଇନ୍ସ ହଉ, କମର୍ସ ହଉ, ଯାହା ବି ହଉ ଆପଣମାନେ ଏହି ପୋଷ୍ଟକୁ ଆବେଦନ କରିପାରିବେ। ଏଇଟା ହେଉଛି 20 ବର୍ଷ ହେଇଥିଲେ ଆପଣମାନେ ଏହି ପୋଷ୍ଟକୁ ଆବେଦନ କରିପାରିବେ। ସେହିପରି ଅମିନର ମଧ୍ୟ ଜାଣିପାରିଲେ। ସେହିପରି ଷ୍ଟାଟିଷ୍ଟିକାଲ ଫିଲ୍ଡ ସର୍ଭେର ମଧ୍ୟ +2 ପାସ୍। ବହୁତ ପିଲା +2 ପାସ୍ କରିକି ଅଛନ୍ତି। ବୟସ ଯେଉଁମାନଙ୍କର 21 ହେଇଛି ସେମାନେ ଏକା ଆବେଦନ କରିପାରିବେ। ଜାଣିପାରିଲେ ଆପଣମାନେ। ସାଲାରୀ ଜାଣିପାରିଲେ। ଏଜୁକେସନ କ୍ୱାଲିଫିକେସନ ଜାଣିପାରିଲେ। ଏଠି ଦେଖନ୍ତୁ, ଏଠି 5 ବର୍ଷ ରିଲାକ୍ସେସନ ଅଛି। ଯେଉଁମାନେ 20 ବର୍ଷ ଠାରୁ ସେମାନେ 47 ବୟସ ପର୍ଯ୍ୟନ୍ତ ସେମାନେ ଆବେଦନ କରିପାରିବେ ST SC ମାନଙ୍କର। ସେହିପରି ଓମେନ୍ ମାନଙ୍କର ମଧ୍ୟ ତାଙ୍କର ମଧ୍ୟ ଅଛି। ସେହିପରି ସମସ୍ତଙ୍କର ଅଛି ଏଜ୍ ରିଲାକ୍ସେସନ। ଯେଉଁମାନେ ଡିଜାବିଲିଟି ମାନଙ୍କର PW ତାଙ୍କର 10 ବର୍ଷ ଅଛି। ବୁଝିପାରିଲେ। ତାଙ୍କର 10 ବର୍ଷ, 20 ବର୍ଷ ଠାରୁ ସେମାନେ ତାଙ୍କର 10 ବର୍ଷ ଏଜ୍ର ରିଲାକ୍ସେସନ ଅଛି। ଜାଣିପାରିଲେ। ଡିଟେଲ ଆପଣ ସବୁ ଜାଣିପାରିଲେ। ତେଣୁ ଆପଣମାନେ ଯେବେ 7 ତାରିଖ ଆସିବ ଆପଣମାନେ ଆବେଦନ କରିବେ। ଏବଂ ଆଉ ଗୋଟେ ଦେଖନ୍ତୁ, ଯେଉଁମାନେ ବିକଳାଙ୍ଗ ଲୋକମାନେ 40% ବିକଳାଙ୍ଗ ହେଇଥିଲେ ସେମାନେ ଆବେଦନ କରିପାରିବେ। ତାଙ୍କର କିନ୍ତୁ ପରମାନେଣ୍ଟ ଡିଜାବିଲିଟି ସାର୍ଟିଫିକେଟ୍ ୱିଥ୍ ନଟ୍ ଲେସ୍ ଦାନ୍
40% डिजेबिलिटी जानीपारे ताले आपण मैंने यही पोस्ट को आवेदन करें। नेक्स्ट देखा एग्जाम फी ST/SC मान सब फ्री एवं जो मैंने अदर आसती 500 टंका से मैंने जदि एग्जाम देवे पैसा रिफंड हो जानीपारे पैसा रिफंड हो। आपण तो कहली आवेदन तारीख 7 बोलिकी जानीपारे आवेदन तारीख तापर ये सब डिटेल मेंशन कौन कौन सब। नेक्स्ट देखा ये सब एग्जाम कौन कौन क्वेश्चन पड़ो। प्रथम स्टेज 1 हम रिटेन टेस्ट 100 मार्क पड़ो MCQ किंबा कंप्यूटर हेबो किंबा CBRE मोड जहाँ भी MCQ रे हेबो जानीपारे ये सब मैथ पड़ो 20 मार्क जनरल स्टडी 20 इंग्लिश 20 ओडिया 20 कंप्यूटर 20 लॉजिकल रीजनिंग सॉरी एठे 20 20 20 15 15 10 जानीपारे 100 मार्क पड़ो ये तार मार्क टाइम 1 गोटे घंटा तापर अध घंटा जानीपारे नेगेटिव मार्किंग अच्छी 0.25 नेगेटिव मार्किंग अच्छी। तापर जो माने 30% जदि रखिबे स्टेज 1 रे एवं अदर कैटेगरी 35% से माने किल टेस्ट पाई रिटेन टेस्ट क्वालिफाइंग करिवे जानीपारे नॉर्मलाइजेशन स्कोर मध्य हेबो। तापर देखिबा प्रैक्टिकल किल टेस्ट रो एरे सब 50 मार्क हम गोटे घंटा प्रैक्टिकल किल टेस्ट। बेसिक कंप्यूटर स्किल टेस्ट जो MS वर्ड पावर पॉइंट एक्सेल तार मध्य क्वालिफाई अच्छी तार मध्य 40% क्वालिफाइंग मार्क अच्छी। तेणु आपने सबू जानवा पड़ो थियोरी विथ प्रैक्टिकल सब जानिले आपने क्वालिफाई हेबे जानीपारे आप सब पोस्ट ना कहली सैलरी कहली क्वालिफिकेशन कहली तापर तार सिलेबस कहली डिटेल आपको मुझे सब कहली। तापर नेक्स्ट एटे सबू एटे वैकेंसी वाइज यूआर पाई केते वैकेंसी एटा होची RI रो ST SC SC BC टोटाल एटे तापर डिस्ट्रिक्ट अनुसार जिला अनुसार वैकेंसी होची से पूरी सबू एटे सबू RI रो सबू एटे सबू अच्छी तलक बहुत लंबा PDF सेटा मु सबू कहूनी। तापर एटे मध्य सुपरवाइजर रो मध्य यही PDF जदि आपने पाइबा चाहूले मोर गोटे टेलीग्राम चैनल अच्छी मु वीडियो रे डिस्क्रिप्शन दे देछि आपन से वीडियो डाउनलोड करबे किंतु सेट न गले मध्य आपन माने OSSS वेबसाइट को जाके मध्य डाउनलोड करि पारबे जानि पारले। तेणु आपन माने सांगस्थ शेयर करंतु भलो पोस्ट आसी अछि ओडिसा सरकार ट्राई करंतु परीक्षा दियंतु आपन माने निज जिल्ला रे ही सेंटर पड़िबो जानि पारले। रहिली धन्यवाद आ गोटे नेक्स्ट वीडियो रे एही परी रिकॉर्डेड वीडियो रे देखा हेबा।